हेलो स्टूडेंट्स, नमस्कार। समस्त स्वागत डिजिटल ओडिशा क्लासरूम यूट्यूब चैनल को। सो स्टूडेंट्स, आज आम तुम सप्तम श्रेणी चैप्टर नंबर 11 पद्म विभूषण केलुचरण महापात्र साक्षात्कार यही विषय पार्ट 3 रे आम पहुंची जाइछु। पार्ट 1 एवं पार्ट 2 रे आम से जो स्टार मार्क पर्यंत आलोचना करितिलु। चलो एबे आम पार्ट 3 को आरंभ करिया। माने तो पार्ट 2 रे आम 121 पृष्ठार स्टार मार्क पर्यंत आम कंप्लीट कर देतिलु। पार्ट 3 रे आमे ममता जो प्रश्न पचारिछंती सेहिठारु चलो आरंभ करिबा। पिला माने विषय आरंभ करिबा पूर्वरु प्रथमे चलो एहिठारु आरंभ करी आज विषयटी को आमे पूरा कंप्लीट कर दवा। तो ही ममता पाखरु आरंभ करी पूरा विषय रे कोन कोन नूतन शब्द अछि प्रथमे ताको आलोचना करिबा, तापरे आमे ए विषयटी को बुझिबारे लागिबा। माने एथिरे थिबा नूतन शब्द गुडीकर मु गुटे लिस्ट कर देइछि। समस्त वीडियो को स्टॉप करिकि एहा को निजर साहित्य खाता रे लेखिनियो। कोन लेखिछि? प्रथमे अछि अवगाही। अवगाही माने कोन ना कोनोसी विषय बा कला रे गभीर भावे बुड़ी रहिबा। तापरे कोन अछि ना आत्मबल। आत्मबल माने कोन ना आत्मविश्वास बा निज भितरे थिबा साहस। तापरे दुर्लभ। दुर्लभ माने कोन ना अत्यंत मूल्यवान। तापरे कोन अछि ना आबिलता। आबिलता माने कोन ना खराब चिंता। तापरे आप्तवाक्य। आप्तवाक्य का कह जाय? ज्ञानी गुणीଙ୍କ द्वारा कुहा जाउथबा उपदेश। ज्ञानी गुणी माने जो उपदेश गुडा को दियंती ताको आप्तवाक्य बोली कुहा जाय। चलो बे आमे विषय को आलोचना करिबा। पूर्वरु आमे कोन जानिथिलु ई जो साक्षात्कार रे विभिन्न पिला माने एही गुरु केलुचरण महापात्र को विभिन्न प्रश्न गुडी पचारिचंती ओ तार उत्तर गुरु केलुचरण महापात्र बहुत सुंदर भाବରେ ଦେଇଛନ୍ତି ଏବଂ ତାର ଉତ୍ତରରୁ ମଧ୍ୟ ଆମେ ତାଙ୍କର ଜୀବନର ସଂଘର୍ଷପୂର୍ଣ୍ଣ ବିଭିନ୍ନ କଥା ଏବଂ ବହୁତ ସୁନ୍ଦର ସୁନ୍ଦର ଉପଦେଶ ଗୁଡ଼ିକ ଆମେ ପୂର୍ବରୁ ପଢିଛୁ। ଚାଲ ଆମେ କଣ ଦେଖିବା ନା ମମତା କଣ ପ୍ରଶ୍ନ ପଚାରିଛନ୍ତି। କଣ ପଚାରିଛନ୍ତି? ଆପଣ କଣ କଣ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି, ସେ ସବୁ ପାଇଲା ବେଳେ ଆପଣଙ୍କ ମନରେ କି ଭାବନା ଜାଗ୍ରତ ହୋଇଛି। ଚାଲ ଏହି ପ୍ରଶ୍ନର ଉତ୍ତରରେ ଗୁରୁ କେଳୁଚରଣ ମହାପାତ୍ର କଣ ଆନ୍ସର ଦେଇଛନ୍ତି ଆମେ ଆଲୋଚନା କରିବା। କେଳୁଚରଣ ମହାପାତ୍ର କଣ କହିଛନ୍ତି ତାର ଉତ୍ତରରେ? ନା ମୋ ମତରେ ସମ୍ମାନ ଓ ସମ୍ବର୍ଦ୍ଧନା ବ୍ୟକ୍ତିର ଦାୟିତ୍ୱ ବଢାଇଥାଏ। ତ ସେ କଣ କହିଛନ୍ତି? ତାଙ୍କ ମତରେ ଯେତେବେଳେ ସମ୍ମାନ ସମ୍ବର୍ଦ୍ଧନା ମିଳେ ସେତେବେଳେ ଜଣେ ବ୍ୟକ୍ତିର ଦାୟିତ୍ୱ ଆହୁରି ବଢିଯାଏ। ସମ୍ମାନ ପାଇବା ପରେ ବା ସମ୍ବୋଧିତ ହେବା ପରେ ବ୍ୟକ୍ତି ନିରବି ଯିବା ଠିକ ନୁହେଁ। ମାନେ ଧରାଯାଉ ତମେ ସମ୍ମାନ ପାଇଗଲ, ତାପରେ ଆଉ ତମେ ଭାବି ଆଉ ପରିଶ୍ରମ କରିବିନି ନା, ସେତେବେଳେ କଣ କରିବ ନା 2 ଗୁଣା ଆହୁରି କଣ ପରିଶ୍ରମ କରିବ, ନିରବ ରହିବ ନାହିଁ। ସେଇ କଥାଟି କେଳୁଚରଣ ମହାପାତ୍ର କହିଛନ୍ତି। ବରଂ ଦ୍ୱିଗୁଣିତ ଭାବରେ ନିଜର ଦାୟିତ୍ୱ ତୁଲାଇବା ଉଚିତ। ମାନେ କଣ? ସମ୍ମାନ ପାଇବା ପରେ ତମେ ତମର କାମକୁ ବା ତମର ଦାୟିତ୍ୱକୁ ଆହୁରି ଅଧିକ ବେଗରେ କରିବା ଉଚିତ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ 1966 ମସିହାରେ ମତେ ପ୍ରଥମ ଥର ପୁରସ୍କୃତ କରିଥିଲା। ଏଟା ସମସ୍ତେ ମନେ ରଖିବ ଯେ 1966 ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ କରିଥିଲେ। ତତ୍ପରେ ମାନେ ତାପରେ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ସେ ପାଇଛନ୍ତି। ତନ୍ମଧ୍ୟରୁ ପ୍ରମୁଖ କେତୋଟି ହେଲା 1975 ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ। ତ ସେ ପଦ୍ମଶ୍ରୀ ସମ୍ମାନ କେବେ ପାଇଥିଲେ ନା 1975 ମସିହା। ତାପରେ 1981 ମସିହାରେ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟରୁ ଡକ୍ଟରେଟ ଉପାଧି ସେ ପାଇଛନ୍ତି। ତାପରେ 1987 ମସିହାରେ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ କାଳିଦାସ ସମ୍ମାନ ଓ 1988 ମସିହାରେ ପଦ୍ମଭୂଷଣ ସମ୍ମାନ ପାଇଲେ। ବୁଝିପାରିଲ? ତ 1988 ମସିହାରେ ସେ ପଦ୍ମଭୂଷଣ ସମ୍ମାନ ପାଇଗଲେ। ଏସବୁ ସମ୍ମାନ ପ୍ରାପ୍ତ ପରେ ବି ମୋର କାର୍ଯ୍ୟ ଓ କାର୍ଯ୍ୟଧାରା ଦ୍ୱିଗୁଣିତ ହୋଇଥିଲା। ଯେ ତମେ ମାନେ ଭାବୁଛ ଏତେ ପୁରସ୍କାର ପାଇଗଲେ ସେ ଭାବିବେ ମୋ ଜୀବନ ତ ସଫଳ ହେଇଗଲା, ଆଉ କାହିଁକି ମୁଁ ପରିଶ୍ରମ କରିବି। କିନ୍ତୁ ନା, ଏଇ ସବୁ ସମ୍ମାନ ପାଇବା ପରେ ବି ତାଙ୍କର କାମ ଆଉ କାର୍ଯ୍ୟଧାରା ଦ୍ୱିଗୁଣିତ। ମାନେ ଯେତେ ଜୋରରେ ସେ ପରିଶ୍ରମ କରୁଥିଲେ ଆହୁରି ଡବଲ ପରିଶ୍ରମ ସେ କଲେ। ତେଣୁ 2000 ମସିହାରେ ଭାରତ ସରକାର ମତେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ। ତେଣୁ ସେ ଯେହେତୁ ଏତେ ପରିଶ୍ରମ କଲେ, ତେଣୁ ତାଙ୍କର କାର୍ଯ୍ୟ ଉପରେ ଖୁସି ହୋଇ ଭାରତ ସରକାର 2000 ମସିହାରେ ତାଙ୍କୁ କଣ ପଦ୍ମ ବିଭୂଷଣ ବା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ। ଏସବୁ ମୋର ଉଦ୍ୟମର ସଫଳ ମୂଲ୍ୟାୟନ କରିଛି ଓ ଉତ୍ସାହକୁ ବଢାଇ ଚାଲିଛି। ଯେତେ ସେ ପୁରସ୍କାର ସବୁ ପାଉଛନ୍ତି ସେଇ ସବୁ ପୁରସ୍କାର ପାଇବା ଦ୍ୱାରା ତାଙ୍କର କଣ ଉତ୍ସାହଟା ଆହୁରି ବଢି ବଢି ଚାଲିଛି। ସମ୍ମାନ ବା ସମ୍ବର୍ଦ୍ଧନା ପାଇ ମୁଁ ତ ଉତ୍ସାହିତ ହୋଇଛି। ସେ କଣ କେଳୁଚରଣ ମହାପାତ୍ର ସମ୍ମାନ ସମ୍ବର୍ଦ୍ଧନା ପାଇଲା ପରେ ନିଜେ ବହୁତ ଉତ୍ସାହିତ ହୋଇଛନ୍ତି। ଅନ୍ୟମାନଙ୍କୁ ଉତ୍ସାହ ଯୋଗାଇ ଏଇ ବାଟରେ ଚାଲିବା ପାଇଁ ପ୍ରେରଣା ଦେଇଛି। କଣ ନିଜେ ତ ଉତ୍ସାହିତ ହୋଇଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଉପାୟରେ ଉତ୍ସାହିତ କରାଇ ଏହି ବାଟରେ ଆଣିବା ପାଇଁ ପ୍ରେରଣା ଦେଇଛନ୍ତି। ତାପରେ ବସୁଧା କଣ ପ୍ରଶ୍ନ ପଚାରିଛନ୍ତି ନା ବସୁଧା ପଚାରିଛନ୍ତି ଯେ ଶାସ୍ତ୍ରୀୟ ନୃତ୍ୟ ଓ ଲୋକ ନୃତ୍ୟ
ଭିତରେ ପାର୍ଥକ୍ୟ କଣ? ଯୋଉ ଶାସ୍ତ୍ରୀୟ ନୃତ୍ୟ ଆଉ ଲୋକ ନୃତ୍ୟ ମଧ୍ୟରେ ପାର୍ଥକ୍ୟ କଣ ଅଛି ସେଇ ପ୍ରଶ୍ନଟି ବସୁଧା ପଚାରିଛନ୍ତି। ତା ଉତ୍ତରରେ କେଳୁଚରଣ ମହାପାତ୍ର କଣ କହିଛନ୍ତି ନା ଲୋକ ନୃତ୍ୟ ଏକ ସାମୂହିକ ପ୍ରସ୍ତୁତି, ଦିନକର କଠିନ ପରିଶ୍ରମ ପରେ ଏହା କ୍ଳାନ୍ତି ମେଣ୍ଟାଇଥାଏ। କଣ କହିଛନ୍ତି ଯେ ଲୋକ ନୃତ୍ୟ ଗୋଟେ କଣ ପୁରା ସାମୂହିକ ପ୍ରସ୍ତୁତି, ଆଉ ଦିନକର କଠିନ ପରିଶ୍ରମ ପରେ ଏଥିରେ କଣ କ୍ଳାନ୍ତିଟା ପୁରା ମେଣ୍ଟିଯାଏ, ମନୋରଞ୍ଜନ ଯୋଗାଇଥାଏ। ଏଇ ଯୋଉ ଲୋକ ନୃତ୍ୟ ଦ୍ଵାରା ମନୋରଞ୍ଜନ ମଧ୍ୟ ଯୋଗାଇଥାଏ। ଆଉ କଣ ପରିବେଷଣକାରୀ ସନ୍ତୁଷ୍ଟି ପାଇଥାଏ, ଯେହେତୁ ଲୋକମାନେ ମନୋରଞ୍ଜନ ପାଇ ଖୁସି ହୋଇଥାନ୍ତି, ତେଣୁ ଏହି ନୃତ୍ୟକୁ ଯିଏ ପରିବେଷଣ କରେ ତା ମନରେ ମଧ୍ୟ ସନ୍ତୁଷ୍ଟି ଆସିଥାଏ। ଏଥିରେ ସମାଜର ଚିତ୍ର ବା ଚରିତ୍ର ରୂପାୟିତ ହୋଇଥାଏ। ସମାଜରେ କଣ କଣ ଚାଲିଛି ସେଇ ସବୁ ଜିନିଷକୁ ନେଇକି କଣ ଲୋକ ନୃତ୍ୟ ପ୍ରସ୍ତୁତ ହୋଇଥାଏ। ଶାସ୍ତ୍ରୀୟ ନୃତ୍ୟ ଏକକ ଭାବରେ ପରିବେଷିତ ହୋଇଥାଏ। ଅବଶ୍ୟ ଆଜିକାଲି ଯୁଗ୍ମ ବା ବହୁ ଚରିତ୍ର ମାଧ୍ୟମରେ ପ୍ରସ୍ତୁତ ହେଉଛି, ମାନେ ଶାସ୍ତ୍ରୀୟ ନୃତ୍ୟଟା କଣ ଏକକ ଭାବରେ ପରିବେଷିତ ହୋଇଥାଏ ଏବଂ ଆଜିକାଲି କଣ କରାଯାଉଛି ଯୁଗ୍ମ ବା ବହୁ ଚରିତ୍ର ମାଧ୍ୟମରେ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିରେ ଦର୍ଶକର ସନ୍ତୁଷ୍ଟି ମୁଖ୍ୟ। ପୁରାଣର ଚରିତ୍ର ମାଧ୍ୟମରେ ଏହା ଦେବଦେବୀଙ୍କୁ ସମର୍ପିତ ହୋଇଥାଏ। ପୁରାଣରେ ଯୋଉ ସବୁ ଦେବଦେବୀ ଅଛନ୍ତି ଏଇ ଯୋଉ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ କଣ ସେଇ ଦେବଦେବୀଙ୍କୁ ସମର୍ପିତ ଶାସ୍ତ୍ରୀୟ ନୃତ୍ୟ ଗୁଡିକୁ ତାଙ୍କୁ ସମର୍ପିତ କରି ନୃତ୍ୟ କରାଯାଇଥାଏ। ଅଛି ନା ଦଣ୍ଡ, ଛଉ ନୃତ୍ୟ, ଡାଲଖାଇ, ସମ୍ବଲପୁରୀ ପ୍ରଭୃତି ଲୋକ ନୃତ୍ୟର ନମୁନା। ଏଇ ଯୋଉ ଦଣ୍ଡ ନାଚ, ଛଉ ନୃତ୍ୟ, ଡାଲଖାଇ, ସମ୍ବଲପୁରୀ ଏଇ ସବୁ ଗୋଟେ କଣ ନା ଲୋକ ନୃତ୍ୟର ଗୋଟେ ଉଦାହରଣ। ଏପରିକି ରାମଲୀଳା, ରାସଲୀଳା, ପାଲା, ଦାସକାଠିଆ, ପ୍ରହ୍ଲାଦ ନାଟକ ମଧ୍ୟ ଏହି ଶ୍ରେଣୀର ଉଦାହରଣ। ଏଇ ଯୋଉ ରାମଲୀଳା ଆଉ କଣ ରାସଲୀଳା, ପାଲା, ଦାସକାଠିଆ, ପ୍ରହ୍ଲାଦ ନାଟକ ଯୋଉ ହୁଏ ସେଇ ସବୁ ମଧ୍ୟ ଗୋଟେ ଲୋକ ନୃତ୍ୟର ଉଦାହରଣ। ତାପରେ କଣ ଦେଇଛି ଓଡିଶୀ, କଥକ, କୁଚିପୁଡି, ଭାରତନାଟ୍ୟମ ପ୍ରଭୃତି ଶାସ୍ତ୍ରୀୟ ନୃତ୍ୟର ପରିବାହକ। ମାନେ ଶାସ୍ତ୍ରୀୟ ନୃତ୍ୟର ସବୁ ଉଦାହରଣ ଗୁଡିକ କଣ କଣ ନା ଓଡିଶୀ, କଥକ, କୁଚିପୁଡି, ଭାରତନାଟ୍ୟମ ଏଗୁଡାକ ସବୁ କଣ କଣ ଶାସ୍ତ୍ରୀୟ ନୃତ୍ୟ। ଆଉ ଲୋକ ନୃତ୍ୟ କଣ ତ ସବୁ ଜାଣିପାରିଲ, ଦଣ୍ଡ, ଛଉ ନାଚ, ଡାଲଖାଇ, ସମ୍ବଲପୁରୀ, ରାମଲୀଳା, ରାସଲୀଳା, ପାଲା, ଦାସକାଠିଆ ଏଗୁଡାକ ସବୁ କଣ କଣ ଲୋକ ନୃତ୍ୟ। ଅବଶ୍ୟ ଆଜିକାଲି ଉଭୟଙ୍କ ସୀମା ଅତିକ୍ରମ କଲେଣି, ମାନେ ଆଜିକାଲି ସବୁ କଣ ଚେଞ୍ଜ ହେଇକି ନୂଆ ବର୍ତ୍ତମାନର ସମୟ ଅନୁସାରେ ତାକୁ ସମନ୍ୱୟ କରିକି ନୂଆ ଭଳିଆ ଦିଆଯାଉଛି। ତାପରେ ପ୍ରମୋଦା କଣ ପ୍ରଶ୍ନ ପଚାରିଛନ୍ତି ନା ଆପଣ ଓଡିଶୀ ନୃତ୍ୟରେ ସୁନାମ ଅର୍ଜନ କରିଛନ୍ତି, ବିଶ୍ୱ ବିଜୟୀ ଆପଣଙ୍କ ପରିବାରର ଅନ୍ୟମାନେ ଏଥିରେ ସାମିଲ ହୋଇଛନ୍ତି ତ? କଣ ପଚାରିଛନ୍ତି ଯେ ଆପଣ କେଳୁଚରଣ ମହାପାତ୍ର ତ କଣ କରୁଛନ୍ତି ଓଡିଶୀ ନୃତ୍ୟରେ ପୁରା ବିଶ୍ୱ ପ୍ରସିଦ୍ଧ ହେଇକି ସୁନାମ ଅର୍ଜନ କରିଛନ୍ତି, କିନ୍ତୁ ଆପଣ ସିନା ବିଶ୍ୱ ପ୍ରସିଦ୍ଧ କିନ୍ତୁ ଆପଣଙ୍କ ପରିବାରର ଯୋଉ ଅନ୍ୟ ସଦସ୍ୟ ମାନେ ଅଛନ୍ତି ସେମାନେ ଏଥିରେ ସାମିଲ ହୋଇଛନ୍ତି କି ନାହିଁ, ଏଇ ପ୍ରଶ୍ନଟି ପଚାରିଛନ୍ତି ପ୍ରମୋଦା। କଣ କହିଲେ ଗୁରୁ କେଳୁଚରଣ ମହାପାତ୍ର? ମୋ କଥାରୁ ଆରମ୍ଭ କରୁଛି। ପିତାଙ୍କ ମୃତ୍ୟୁ ପରେ ପରିବାରର ଭରଣ ପୋଷଣ ଦାୟିତ୍ୱ ମୋ ଉପରେ ପଡିଲା। ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାର କିପରି ଚଳିବ, କଣ ହବ, ସେଇ ତାର ଦାୟିତ୍ୱ କିଏ ନେଲେ ନା ଗୁରୁ କେଳୁଚରଣ ମହାପାତ୍ର। ଆର୍ଥିକ ଦୁଃସ୍ଥିତି ଯୋଗୁଁ ପୁରୀ ଛାଡିଲି, ମାନେ ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିବା ଯୋଗୁଁ ସେ କଣ କଲେ ନା ପୁରୀ ଛାଡିଦେଲେ, କଟକ ଗଲେ। ପୁରୀରେ ତାଙ୍କ ବାପା ଯୋଉ ଛାଡିଥିଲେ ମଠରେ ସେଠୁ ଛାଡିକି ସିଏ ପଇସା ଆଉ ସେଠୁ ମିଳିଲାନି, ତେଣୁ ସେ କଣ କଲେ ବାଧ୍ୟ ହେଇକି କଟକ ଗଲେ। ସେଠାରେ ଗୁରୁ କାଳୀଚରଣ ପଟ୍ଟନାୟକଙ୍କ ଓଡିଶା ଥିଏଟର୍ସରେ କାମ କଲି। କଟକ ଯାଇକି କଣ କଲେ ସେଠି ଗୁରୁ କାଳୀଚରଣ ପଟ୍ଟନାୟକଙ୍କର ଗୋଟେ ଓଡିଶା ଥିଏଟର୍ସ ନାମରେ ଗୋଟେ ଅନୁଷ୍ଠାନ ଥିଲା, ସେଠି ଯାଇକି ସେଇ ଥିଏଟର୍ସରେ କଣ କଲେ ନା କାମ କଲେ। ଦରମା ଥିଲା ମାସିକ 7 ଟଙ୍କା। ସେଇ ଯୋଉ କଣ ଓଡିଶା ଥିଏଟର୍ସରେ ଦରମା ଥିଲା କେତେ, ମାସକୁ 7 ଟଙ୍କା। ସେଠାରେ ମୃଦଙ୍ଗ ଓ ତବଲାର ତାଳେ ତାଳେ ନୃତ୍ୟ ପରିବେଷଣ କଲେ। ସେଇ ଥିଏଟର୍ସରେ ଯାଇକି ସେ ମୃଦଙ୍ଗ ଆଉ ତବଲାର ତାଳେ ତାଳେ ବିଭିନ୍ନ ପ୍ରକାର ସବୁ ନୃତ୍ୟ ପରିବେଷଣ କଲେ। ପରେ ଅନ୍ନପୂର୍ଣ୍ଣା ଗ୍ରୁପରେ ଯୋଗ ଦେଲି, ମାନେ ଏଇ ଯୋଉ ଓଡିଶା ଥିଏଟରରେ କାମ କଲା ପରେ କିଛି ଦିନ ପରେ ପୁଣି ସେ କଣ କଲେ ନା ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗ ଦେଲେ, ମଞ୍ଚ ଅଭିନୟ କଲେ। ଏଠି କଣ କରୁଥିଲେ, କେବଳ ନାଚୁଥିଲେ, ତାପରେ ମଞ୍ଚ ଅଭିନୟ ଆରମ୍ଭ କଲେ। ସେଠାରେ ମୋର ଭେଟ ହେଲା ଲକ୍ଷ୍ମୀପ୍ରିୟାଙ୍କ ସହ। ସେଇ ଯୋଉ ମଞ୍ଚ ଅଭିନୟ କଲା ସମୟରେ ଯୋଉ ଅନ୍ନପୂର୍ଣ୍ଣା ଗ୍ରୁପରେ ଯେତେବେଳେ ଯୋଗ ଦେଇକି ମଞ୍ଚ ଅଭିନୟ କରିଥିଲେ ସେଇ ଟାଇମରେ ତାଙ୍କର ଲକ୍ଷ୍ମୀପ୍ରିୟାଙ୍କ ସହ ଦେଖା ହେଲା। ଉଭୟ ଯଥାକ୍ରମେ ଭସ୍ମାସୁର ଓ ମୋହିନୀ ଭୂମିକା କଲୁ। ମାନେ କଣ ଏଇ ଯୋଉ ଅନ୍ନପୂର୍ଣ୍ଣା ଥିଏଟର୍ସରେ ଯେତେବେଳେ କେଳୁଚରଣ ମହାପାତ୍ର କଣ କଲେ ଅଭିନୟ କଲେ, ସେଠି ତାଙ୍କର ଲକ୍ଷ୍ମୀପ୍ରିୟାଙ୍କ ସହିତ ଦେଖା ହେଲା ଏବଂ ଦୁଇ ଜଣ ମିଶିକି ଲକ୍ଷ୍ମୀପ୍ରିୟା ଓ ଗୁରୁ କେଳୁଚରଣ ମହାପାତ୍ର ମିଶିକି ଭସ୍ମାସୁର ଆଉ ମୋହିନୀ ଭୂମିକାରେ ଅଭିନୟ କଲେ। ଜନମନ ତୁସିଲୁ, ମାନେ ଏତେ ସୁନ୍ଦର ଦି ଜଣ ଅଭିନୟ କଲେ ଯେ ଲୋକମାନେ ବହୁତ ସେ ଅଭିନୟକୁ ଉପଭୋଗ କଲେ। ପରବର୍ତ୍ତୀ ସମୟରେ ସେ ମୋର ଗୃହିଣୀ ହେଲେ। ତାପରେ କଣ ହେଲା, ଏଇ କେଳୁଚରଣ ମହାପାତ୍ର ଏଇ ଲକ୍ଷ୍ମୀପ୍ରିୟାକୁ କଣ କଲେ, ବିବାହ କଲେ, ଅର୍ଦ୍ଧାଙ୍ଗିନୀ ହେଲେ। ଅର୍ଦ୍ଧାଙ୍ଗିନୀ ହବା ମାନେ କଣ, ତାଙ୍କର
ତାଙ୍କର ଧର୍ମପତ୍ନୀ ହେଲେ। ରଙ୍ଗମଞ୍ଚରେ ନୃତ୍ୟ ସହ ଗୀତ ଗାଇବାରେ ସେ ଥିଲେ ପ୍ରଥମ ମହିଳା କଳାକାର। ସେ ସମୟରେ ରଙ୍ଗମଞ୍ଚରେ କଣ କରିବା, ଗୀତ ମାନେ ନାଚିବା, ନୃତ୍ୟ ସହ ଗୀତ ଗାଇବା, ମାନେ ନାଚିବା ସହ ଗୀତ ଗାଇଲା ଭଳିଆ ପ୍ରଥମ ମହିଳା କଳାକାର ଥିଲେ ଏଇ ଗୁରୁ କେଳୁଚରଣ ମହାପାତ୍ରଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା। ବୁଝିପାରିଲ କି ନାହିଁ? ଆମେ ଦୁହେଁ ଅନେକ ଥର ଦଶାବତାର ନୃତ୍ୟରେ ଅଭିନୟ କରିଛୁ। ଏଇ ଯୋଉ କଣ ଗୁରୁ କେଳୁଚରଣ ମହାପାତ୍ର ଓ ତାଙ୍କ ସ୍ତ୍ରୀ ବହୁତ ଥର କଣ କରିଛନ୍ତି ନା ଦଶାବତାର ନୃତ୍ୟରେ ଅଭିନୟ କରିଛନ୍ତି। ଦର୍ଶକଙ୍କୁ ବିମୋହିତ କରିଛୁ। ଦର୍ଶକଙ୍କୁ ମଧ୍ୟ ସେଇ ଅଭିନୟ ବହୁତ ବଢିଆ ଲାଗିଛି। ବିବାହ ପରବର୍ତ୍ତୀ କାଳରେ ସେ ମତେ ଉତ୍ସାହ ଯୋଗାଇଛନ୍ତି। ବାହାଘର ପରେ କେଳୁଚରଣ ମହାପାତ୍ରଙ୍କୁ ତାଙ୍କର ଧର୍ମପତ୍ନୀ ବହୁତ ଉତ୍ସାହିତ କରିଛନ୍ତି କଣ ଏଇ ନୃତ୍ୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ। ମତେ ଉଚ୍ଚତର ସମ୍ମାନରେ ଭୂଷିତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି। ଏଇ ଯୋଉ ଇଏ ଏତେ ବଡ ବଡ ସବୁ ସମ୍ମାନ ବିଭିନ୍ନ ପ୍ରକାର ପାଇଛନ୍ତି, ତା ପଛରେ ମଧ୍ୟ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ବହୁତ ହାତ ଅଛି ବୋଲି ସେ କହିଛନ୍ତି। ମୋର ପୁଅ ରତିକାନ୍ତ ଓ ବୋହୂ ସୁଜାତା। ଏଇ ଯୋଉ କେଳୁଚରଣ ମହାପାତ୍ରଙ୍କର ପୁଅର ନାମ କଣ ରତିକାନ୍ତ ଏବଂ ତାଙ୍କର ବୋହୂଙ୍କ ନାଁ କଣ ନା ସୁଜାତା। ଦୁହେଁ ଏ ଧାରାରେ ଅବଗାହୀ। ଅବଗାହୀ ମାନେ ଆମେ ନୂତନ ଶବ୍ଦରେ କଣ ଆଲୋଚନା କରିଥିଲୁ ନା ଅବଗାହୀ ମାନେ କଣ, କୌଣସି ବିଷୟ ବା କଳାରେ ଗଭୀର ଭାବରେ ବୁଡି ରହିବା। ମାନେ ତାଙ୍କର ପୁଅ ଏବଂ ବୋହୂ କିଏ, ଯେଉଁ ରତିକାନ୍ତ ଓ ସୁଜାତା, ସେ ଦି ଜଣ ମଧ୍ୟ ଏଇ ନାଚରେ ପୁରା ବୁଡିକି ରହିଛନ୍ତି। ପୁରା ନାଚକୁ ଆହୁରି ଆଗକୁ ନେବାରେ, ଓଡିଶୀ ନୃତ୍ୟକୁ ଆଗକୁ ନେବାରେ ସେ କଣ ଚେଷ୍ଟା କରୁଛନ୍ତି। ଉଭୟ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି। ତାଙ୍କର ପୁଅ ବୋହୂ ଦି ଜଣ ଯାକ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି। ମୋର କଳାକୁ ଆଗକୁ ଆଗକୁ ମଡେଇ ଚାଲିଛନ୍ତି। ଏଇ ଯୋଉ ଗୁରୁ କେଳୁଚରଣ ମହାପାତ୍ର ଯୋଉଠି ଛାଡିଥିଲେ କଳାକୁ, ସିଏ ତାଙ୍କ ପୁଅ ବୋହୂ ମାନେ ମଧ୍ୟ ସେଇ କଳାକୁ ଆହୁରି ଆଗେଇ ନବାରେ ସାହାଯ୍ୟ କରୁଛନ୍ତି। ମୋ ପ୍ରତିଷ୍ଠିତ ଓଡିଶୀ ଗବେଷଣା ସଂସ୍ଥା ସୃଜନର ଦାୟିତ୍ୱ ତୁଲାଉଛନ୍ତି। ପାର୍ଟ 2 ରେ ଆମେ ଯୋଉ ଆଲୋଚନା କରିଥିଲେ କେଳୁଚରଣ ମହାପାତ୍ର ସୃଜନ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ସେଇଠାରେ କଣ କରୁଛନ୍ତି ତାଙ୍କ ପୁଅ ଆଉ ବୋହୂ ସେଇଠାରେ ଗବେଷଣା କରିକି ଆଉ କଣ ନାଚ ଶିଖେଇକି କଣ କରୁଛନ୍ତି ଓଡିଶୀ ନୃତ୍ୟକୁ ଆଗେଇ ଚାଲିଛନ୍ତି ଏବଂ ସେଇ ସୃଜନ ଅନୁଷ୍ଠାନର ଦାୟିତ୍ୱ ତୁଲାଉଛନ୍ତି। ସେଠାକୁ ଆଜି ବି ଦେଶ ବିଦେଶରୁ ଶହ ଶହ ଛାତ୍ରଛାତ୍ରୀ ଆସୁଛନ୍ତି। ସେଇ ସୃଜନ ଅନୁଷ୍ଠାନକୁ ଦେଶ ବିଦେଶରୁ ବହୁତ ଶହ ଶହ ଛାତ୍ରଛାତ୍ରୀ ମାନେ ନୃତ୍ୟ ଶିଖିବା ପାଇଁ ଆସୁଛନ୍ତି। ନୃତ୍ୟ ଆଉ ଅଭିନୟ ସେଠାରେ ଶିଖୁଛନ୍ତି, ଦେଶ ବିଦେଶରେ ନାଁ କମଉଛନ୍ତି। ଯାଇକି ଏଇ ନୃତ୍ୟ ଶିଖିବା ପରେ ବିଭିନ୍ନ ଜାଗାରେ ନାଁ କମଉଛନ୍ତି। ତାପରେ ମମତା କଣ ପ୍ରଶ୍ନ ପଚାରିଛନ୍ତି ନା ପାଠ ପଢା ସହ ନୃତ୍ୟ କଳା ଜାରି ରହିବା ସମ୍ଭବ କି? ପାରିବାରିକ ଜୀବନ ବା ବୃତ୍ତିଗତ ଜୀବନ ଉପରେ ଏହାର କୁପ୍ରଭାବ ପଡିଥାଏ କି? ତ ସେଇଠି ମମତା ତାପରେ କଣ ପ୍ରଶ୍ନ ପଚାରିଛନ୍ତି ଯେ ପାଠ ପଢା ସହିତ ଆମେ ନୃତ୍ୟ କଳା ଶିଖିପାରିବା କି? ଆଉ କଣ ନା ଯେତେବେଳେ ଆମର ପାରିବାରିକ ଜୀବନ ଆରମ୍ଭ ହୋଇଯାଏ ବା ବୃତ୍ତିଗତ ଜୀବନ, ଯେତେବେଳେ ଆମେ କୌଣସିଠାରେ ଚାକିରି କରୁ ବା କୌଣସି ଆମେ ଗୋଟେ ବୃତ୍ତି କରୁ, ସେତେବେଳେ ଯଦି ଆମେ ନାଚ ଶିଖିବାକୁ ଚାହିଁବା ତାର କୌଣସି କୁପ୍ରଭାବ ଆମ ଉପରେ ପଡିବ କି ନାହିଁ, ସେଇ ପ୍ରଶ୍ନଟି ମମତା ପଚାରିଛନ୍ତି। ମମତାଙ୍କ ପ୍ରଶ୍ନର ଉତ୍ତରରେ ଗୁରୁ କେଳୁଚରଣ ମହାପାତ୍ର କଣ କହିଛନ୍ତି ଯେ ଏହା ନିଜର ସାମର୍ଥ୍ୟ ଉପରେ ନିର୍ଭର କରେ। ଯେ ପାଠ ପଢା ସହିତ ତମେ ନୃତ୍ୟ କଳା ଜାରି ରଖିପାରିବ କି ନାହିଁ, ସେହା ତୁମ ନିଜର ସାମର୍ଥ୍ୟ ଉପରେ ନିର୍ଭର କରେ। ମନରେ ଆଗ୍ରହ ଥିଲେ ଅସମ୍ଭବ ବି ସମ୍ଭବ ହୁଏ। ତମ ମନରେ ଯଦି ଆଗ୍ରହ ଥିବ ନୃତ୍ୟ ପ୍ରତି, ତାହେଲେ ତମର ପାଠ ପଢା ଥାଉ ଯାହା ବି ଥାଉ, ତମେ ଦିଟାକୁ ଟାଇମ ଦେଇକି ସବୁଥିରେ ଆଗେଇ ପାରିବ। ତେଣୁ ବିଭିନ୍ନ ପ୍ରକାରର କଳାତ୍ମକ ଶିକ୍ଷା ଯଥା ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଏପରିକି ସମର କଳା, କ୍ରୀଡା, କସରତ ଉପରେ ଏହାର କୌଣସି କୁପ୍ରଭାବ ପଡିନାହିଁ। ତେଣୁ କଣ କହିଛନ୍ତି, ଯଦି ତମ ମନରେ ଆଗ୍ରହ ଥିବ ତେବେ ତମେ ନୃତ୍ୟ ଶିଖ କି, ସଙ୍ଗୀତ ଶିଖ କି, ଚିତ୍ର ଶିଖ କି, ଯୁଦ୍ଧ କରିବାର କଳା ଶିଖ କି, କ୍ରୀଡା ଶିଖ, ଯାହା ବି ଶିଖ, କାହାରି ଉପରେ କାହାର କୁପ୍ରଭାବ ପଡିବ ନାହିଁ। ବରଂ ଶିକ୍ଷାର୍ଥୀ ଆଗ୍ରହର ସହ ଆନନ୍ଦ ଉପଭୋଗ କରେ। ସହ ଏଟା ଦନ୍ତ୍ୟ ସହ ହବ, ବୁଝିପାରିଲେ କି ସମସ୍ତେ? ତ କଣ ହବ, ବରଂ ଶିକ୍ଷାର୍ଥୀ ଆଗ୍ରହର ସହ ଆନନ୍ଦ ଉପଭୋଗ କରେ। ଏଇ ସବୁକୁ କଣ ହବ ନା ଯଦି ସିଏ ଆଗ୍ରହ ଦବ, ତାକୁ ଆହୁରି ଆନନ୍ଦ ଲାଗିବ, ଖୁସି ଲାଗିବ, ତାର ଆତ୍ମବଳ ବଢିବ, ନିଜ ମଧ୍ୟରେ ଆତ୍ମବଳ ବଢିବ। ଯଦି ମୁଁ ଦିଟା କାମକୁ ଏକା ସାଙ୍ଗରେ କରିପାରୁଛି, ତାହେଲେ କଣ ହବ, ଯଦି ତା ପାଖରେ ଆଗ୍ରହ ଥିବ ତାର ଆତ୍ମବଳ ମଧ୍ୟ ବଢିବ। ଆତ୍ମବଳ ମାନେ ଆମେ ନୂତନ ଶବ୍ଦ ପଢିଲା ବେଳେ କଣ ଆଲୋଚନା କରିଥିଲୁ? ଆତ୍ମବଳ ମାନେ କଣ, ଆତ୍ମବିଶ୍ୱାସ ବା ନିଜ ଭିତରେ ଥିବା ସାହସ ଆହୁରି ବଢିବ ଯେ ହଁ ମୁଁ ମଧ୍ୟ ପାରୁଛି। ତାପରେ କଣ ଅଛି, ପାରିବାରିକ ଜୀବନ ଏକ ଦୁର୍ଲଭ ବୁଝାମଣାର ଜୀବନ। ଦୁର୍ଲଭ ମାନେ ଆମେ ନୂତନ ଶବ୍ଦରେ କଣ ହଉଛି ଆଲୋଚନା କରିଥିଲୁ ନା ଅତ୍ୟନ୍ତ ମୂଲ୍ୟବାନ। କଣ କହିଛନ୍ତି ନା ପାରିବାରିକ ଜୀବନ ଏକ ମୂଲ୍ୟବାନ ବୁଝାମଣାର ଜୀବନ। କାହିଁକି, ଗୋଟେ ପରିବାର ମଧ୍ୟରେ ବହୁତ ଲୋକ ଥାନ୍ତି, ସମସ୍ତଙ୍କ ମନକୁ ନେଇକି ଚଳିବା, ସମସ୍ତଙ୍କ ମଧ୍ୟରେ ବୁଝାମଣା ରହିବା ଅତ୍ୟନ୍ତ ମୂଲ୍ୟବାନ ଅଟେ। ତେଣୁ କୁହାଯାଇଛି କଣ, ଦୁର୍ଲଭ ବୁଝାମଣା ମାନେ ଅତ୍ୟନ୍ତ ମୂଲ୍ୟବାନ ବୁଝାମଣା। କାହିଁକି, ପରିବାରର ଯଦି ତମ ପ୍ରତି ସପୋର୍ଟ ନଥିବ, ତାହେଲେ ତମେ କାମ କରିକି ଆଗେଇବା ଟିକେ କଷ୍ଟ ହେଇପାରେ। ତେଣୁ
कौन कहते परिवार समस्त मन को लेकिन आम चलवा सहभागितार जीवन सहभागिता माने समस्ते समस्त को साहाय्य करवा ना बापा माँ वो पुओ झील बा परिवार अन्य सदस्य माने ताल दे गति कले यार कौन नकारात्मक प्रभाव पड़े ना जदि बापा माँ पुओ झील परिवार अन्य सदस्य माने समस्त मध्य उत्तम बुझामणा थी ताहले कौन हम कौन भी नकारात्मक प्रभाव पड़ो ना तुम सब क्षेत्र में सबकि कर वृत्तिगत जीवन में अनेक पदस्थ व्यक्ति निज निजर वृत्ति सह यही निशा को अर्थात नृत्य कला को सफलतार सह धरी रखिछंती माने कोन वृत्ति जो माने बड़ बड़ वृत्ति करूछंती बा चाकरी करूछंती जो माने कि बड़ बड़ उच्च उच्च पद रे अछंती से माने कोन करूछंती निज काम करिवा सहित निजर निशा अर्थात तांकर नृत्य कला को मध्य निजर बड़ बड़ पदवी रे थाई कि सेते बड़ बड़ दायित्व तुलेई मध्य निजर निशा नृत्य कला को मध्य समय देकी दीटारे से माने आगे पारुछंती तार गोटे उदाहरण देई कोन कहिसंती ना डॉक्टर प्रियमवदा महांती हेजमादी संबलपुर विश्वविद्यालय कुलपति जो संबलपुर विश्वविद्यालय कुलपति किए डॉक्टर प्रियबंदा महांती हेजमादी सी कौन करछंती एथि सहित से मध्य विश्वस्तरीय ओडिसी नृत्यशिल्पी गोटे संबलपुर विश्वविद्यालय कुलपति दायित्व तुले मध्य से जड़े विश्वस्तरीय ओडिसी नृत्यशिल्पी माने कौन कर से दीटा दायित्व कर कहीं मन से प्रति आग्रह अच्छी तेणु ये कौन आमको उपदेश देते से तुम मन में जब तुम आग्रह थी तुम केवल नृत्य नुहे जेकोसी क्षेत्र में सब क्षेत्र में तुम आगे पार गवेषणा भी करती नाच कौन बहुत भल नृत्य शिल्पी भी एवं नृत्य उपर से गवेषणा करती नृत्य को कौन कले भल हो पार कौन कले हो पार से नृत्यर कौन आउ ताल हूँ आड कर कौन कर से गवेषणा करती एइथिरु बुझिल पिले सेठू से उपदेश दे कौन एइथिरु बुझिल पिले काम करी जानिले सब क्षेत्र में सफलता मिले और प्रशंसा मिले तुम जदि काम कर तुम जदि आग्रह थी ताले तुमको सब क्षेत्र में सफल कौन सब क्षेत्र में सफलता और प्रशंसा मिल बुझिपार तापर शेष प्रश्न कौन अच्छी आम आलोचना करवा शेष प्रश्न पचारि किए ना सुभदा पचारि कौन पचारि शेष में आम भली पिला को आपण किसी कहे कि ना आम भले जो कौन कही प्रथम साक्षात्कार में कौन कही प्रथम पार्ट 1 ले ना किसी आमरी भली शिक्षार्थी केलुचरण महापात्र किसी प्रश्न पचारि शेष प्रश्न में कौन पचारि आपण आम मान को आम भली पिला मान को किसी कहे कि किसी आम मान को उपदेश देवे कि तार उत्तर में कौन कही चलो आम आलोचना उत्तर में केलुचरण महापात्र कौन कही तुमे माने आगामी काली स्वप्न और संभावनार बाहक माने कौन आज तुम मैंने छोट पिला अच्छ आगामी काली आसंता काली तुम स्वप्न एवं संभावना तुम मध्य बहुत संभावना अच्छी कि तुम तुम मैंने जहाँ चाहिए ताहा करि पारिबो तुम्भ मानक विकास रे देश वो देशर विकास संभव जेते तुमे माने निजर प्रथम विकास कर तुम मानकर विकास होगा सहित निज देशर ये देश लेखा तो निज कौन निजर विकास होगा सहित निज देशर मध्य विकास हो पार मनरु आबिलता काढ़ी अन्य चिंता कर आबिलता माने आमे कौन पढ़ी आबिलता माने खराब चिंता माने तुम मनरु खराब चिंता जे मु करि परिबिनी मो द्वारा हबनी से सब चिंता काढ़ी अन्य आउ कौन निज चिंता काढ़ी खराब चिंता काढ़ी अन्य भल चिंता कर व्यक्तिगत स्वार्थ को जलांजलि दे समूह स्वार्थ उपरे गुरुत्व दियो निज पई केवल चिंता कर व्यक्तिगत माने निज पई निजर स्वार्थ को जलांजलि दे निजर स्वार्थ कथा को चिंता न करी कौन कले समूह स्वार्थ समस्तंकर स्वार्थ रे उन्नति आसीबो ता ऊपर तमे गुरुत्व दबो आम भारतर पुण्य ग्रंथ वेदर महान वाणी वसुधैव कुटुंबकम को सफल कराओ माने आम भारतर जो पुण्य ग्रंथ गुड़िक वेद अच्छी से जो महान वाणी महद उपदेश गुड़िक दि जाए कौन ना वसुधैव कुटुंबकम को सफलता कराओ वसुधैव कुटुंबकम माने कौन वसुधा माने कौन समग्र पृथ्वी कुटुंब माने आम निज परिवार माने समग्र पृथ्वी को आम निज परिवार बोली भाविकी समस्तंकर उन्नति पाई सब बेले चेष्टा कराओ एवं यही नीति को सफल कराओ आउ गुटे कथा उद्यम बळे सर्वसिद्धि उद्यम माने कौन परिश्रम तमे जदि आग्रह सहित परिश्रम करिवो ताले सर्वसिद्धि सबु किछि तमे संभव करि परिवो सबु किछि करि परिवो जदि अनवरत चेष्टा को जारी रखिवो ताले तमे सबु किछि करि परिवो आप्त वाक्य को आधार करी चेष्टा जारी
आप्त वाक्य माने आमे नूतन शब्द रे कोन होची आलोचना करथिलु ना ज्ञानी व्यक्ति द्वारा कुहा जाउथो उपदेश एई भली जो ज्ञानी व्यक्ति माने जो उपदेश देइचंती जेपरि कोन उद्यम बळे सर्वसिद्धि सेही भली आहुरी जो बहुत ज्ञानी लोक माने भलो भलो उपदेश देइचंती सेही उपदेश गुडी को आधार करी तमे कोन करबो बहुत जुरे चेष्टा को निजर चेष्टा को जारी रखो देले तमे निश्चित भाबरे जे कोनसी क्षेत्र रे हो ना काहे कि सफलता पाइबो एवं एही गुरु केळुचरण महापात्र भली विभिन्न प्रकार सम्मान रे मध्ये तमे मध्ये सम्मानित हबो उद्यम करो निजर चेष्टा को आहुरी जारी रखो सफलतार चंद्र तुम हाथ मुठार रहइबो निश्चय रहइबो तेणु तमे यदि निजर चेष्टा को जारी रखिबो सफलता तुम हाथ मुठार रहइबो निश्चय रहइबो केही तम पाखर सफलता को छड़े पाइबो नै एइडी तांको प्रश्नर उत्तर को समाप्त करचंती तापरे समस्त जेते जण शिक्षार्थी सही साक्षात्कार उपस्थित थिले समस्त कौन कहले धन्यवाद सर आपनको आशीर्वाद आमे कामना करछु कौन कहले सर आपनको बहुत बहुत धन्यवाद एते सुंदर सुंदर उपदेश गुडी को हमको देइथिबारु एवं आपनको आशीर्वाद हमको प्रदान करंतु बुझी पालो समस्ते एई ठारे तमरो विषयटी संपूर्ण रूपे समाप्त होला पार्ट 3 आज सरिला जदी क्लास टी तुमको भल लागिथिबो समस्त क्लास को लाइक करो एवं केतेबेले कोन क्लास अपलोड होउची तार जदी नोटिफिकेशन तम माने पाइबा को चाहुचो ताले समस्त डिजिटल ओडिसा क्लासरूम YouTube चैनल को सब्सक्राइब करो समस्त डिजिटल ओडिसा क्लासरूम YouTube चैनल को विजिट करो विजिट करला परे देखिबा थिबो होम वीडियो प्लेलिस्ट आउ पोस्ट समस्त पोस्ट सेक्शन को गला परे देखिबो तम पाई ऑप्शन सहित बहुत सुंदर सुंदर क्वेश्चन गुडी को डेली अपलोड होउची ताकू जाय कि समस्त क्विज आकार रे अटेम्प्ट करो एवं समस्त प्लेलिस्ट सेक्शन को जिवो एवं तम क्लास रो प्लेलिस्ट रे अन्य विषय रो सब वीडियो गुडी को मध्ये अछि ताकू मध्ये जाय कि तमे अन्य विषय गुडी को मध्ये कंप्लीट करो एहा परे पार्ट 4 जो थिरे कि आमे कोन करिबा एही विषय रे थिबा समस्त प्रश्न उत्तर गुडी को से वीडियो रे आलोचना करिबा ताकू मध्ये पार्ट 4 रे आसीबो आज रो क्लास एही समाप्त होला समस्त को बहुत बहुत धन्यवाद थैंक यू।